প্রিয় দর্শক বন্ধুগণ নমস্কার। আসিଅছি নূতন আপডেটକୁ ନେଇ ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ ବୋଲି ଅନୁରୋଧ ରହିଲା। ଭୟଙ୍କର ଶୀତ ମଝିରେ ବର୍ଷାର ସମ୍ଭାବନା ହେଉଅଛି ଓଡ଼ିଶା ଓ ଦକ୍ଷିଣ ଭାରତରେ କିଛି ରାଜ୍ୟରେ କିଛି ଜାଗାରେ। ଏହା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଯେମିତି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଏହା ଶକ୍ତି ବଢ଼ାଇ ନିମ୍ନଚାପ ରୂପେ ନେବା ପାଇଁ ଗୋଟିଏ ଅନୁମାନ କରାଯାଉଛି ଯେ ଏହା ଫଳରେ ହାଡ଼ଭଙ୍ଗା ଶୀତ ମଝିରେ ବର୍ଷା ଝଡ଼ ତୁଫାନ ସମ୍ଭାବନା ଅଛି। ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ଆଶଙ୍କା ଅଛି। କେତୋଟି ରାଜ୍ୟ ବା କେତୋଟି ଜିଲ୍ଲାରେ ବର୍ଷା ହେବା ଯୋଗୁଁ ଚାଷୀମାନଙ୍କ କ୍ଷୟକ୍ଷତି ହେବାର ଆଶଙ୍କା। ବର୍ଷା ଝଡ଼ କେଉଁ କେଉଁ ଜିଲ୍ଲାରେ ହେବ ସମ୍ଭାବନା ଅଛି, କେଉଁଠି ଝଡ଼ ତୁଫାନ ହେବ ଏବଂ ଶୀତ କମିପାରେ କି ନା। ଆଗାମୀ ଦିନମାନଙ୍କରେ ଶୀତର ପ୍ରଭାବ କମ୍ ହେବ ବୋଲି ଅନୁମାନ କରାଯାଉଛି। ଘୂର୍ଣ୍ଣିଝଡ଼ଟି କେଉଁଠୁ ଆରମ୍ଭ ଏବଂ କେଉଁଠି ଶେଷ ହେବ, କେବେ ହେବ ନିମ୍ନଚାପ, କେଉଁ କେଉଁ ରାଜ୍ୟରେ ଜିଲ୍ଲାରେ ଝଡ଼ ବର୍ଷା ହେବ। ଆପଣମାନେ ଦେଖୁଛନ୍ତି ଲାଇଭ୍ ଅପଡେଟ୍। ଆଗାମୀ ଦିନ ଗୁଡ଼ିକ ଓଡ଼ିଶା କେମିତି ରହିବ, ଶୀତ କେତେ ରହିବ, ବର୍ଷା ହେବ କି ନାହିଁ, କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ କି ଶୀତ ହେବ। ଦର୍ଶକ ବନ୍ଧୁ, ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଅବଶ୍ୟ ଜିଲ୍ଲାଟିର ନାମ କମେଣ୍ଟରେ ଲେଖିବେ ବୋଲି ଅନୁରୋଧ। ଆଜିର ପାଗ ଶୁଖିଲା ରହିବ ଓଡ଼ିଶା ପାଇଁ ବହୁତ ଜରୁରୀ, କାରଣ ଏହାପରେ ଶୀତ କୁହୁଡ଼ି ଆଗକୁ ଆହୁରି ଭୟଙ୍କର ହେବ। ଝଡ଼ ତୁଫାନ ଦକ୍ଷିଣ ଯାଏ ହାଡ଼ଭଙ୍ଗା ଶୀତ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଅଛି ଆମ ଚ୍ୟାନେଲ ମିଷ୍ଟର ଟିକେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ। ଭିଡ଼ିଓଟିକୁ ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ ବୋଲି ଅନୁରୋଧ। ହାଲୁକା କୁହୁଡ଼ି ହେଉଥିବା ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ଭଦ୍ରକ, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର। ଅତ୍ୟଧିକ କୁହୁଡ଼ି ଓ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର ଏବଂ କନ୍ଧମାଳ ଜିଲ୍ଲା। ଆଜିର ତାପମାତ୍ରା ରେକର୍ଡ ହୋଇଛି ସର୍ବାଧିକ 28.6 ଡିଗ୍ରୀ ପାରଲାଖେମୁଣ୍ଡି ଜିଲ୍ଲାରେ ଏବଂ ସର୍ବନିମ୍ନ ତାପମାତ୍ରା ହେଲା 6.8 ଡିଗ୍ରୀ ଝାରସୁଗୁଡ଼ା ଜିଲ୍ଲାରେ। ଦର୍ଶକ ବନ୍ଧୁ, ଦକ୍ଷିଣ ଆଣ୍ଡାମାନ ସାଗରରେ, ଦକ୍ଷିଣ ବଙ୍ଗୋପସାଗରରେ ଏବଂ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଯାଉଅଛି। ଏହି ଲଘୁଚାପଟିର ପ୍ରଭାବ ଆସନ୍ତା କିଛି ଦିନ ମଧ୍ୟରେ ଦକ୍ଷିଣ ଭାରତର ଅନେକ ରାଜ୍ୟ ବା ଜିଲ୍ଲାରେ ଦେଖିବାକୁ ମିଳିପାରେ। ଏହିସବୁ ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ଅଛି। ଚେନ୍ନାଇ, ପଣ୍ଡିଚେରୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏହି ସମସ୍ତ ଅଞ୍ଚଳରେ ପ୍ରବଳ ଶୀତ ଘନ କୁହୁଡ଼ି ମଧ୍ୟରୁ ଜାରି ହେଉଛି ପ୍ରବଳ ବର୍ଷା। ଦ୍ରୁତ ଗତିରେ ପବନ ଦେଖିବା ସମ୍ଭବ ହେଉଛି। ଦର୍ଶକ ବନ୍ଧୁଗଣ, ଘନ କୁହୁଡ଼ି ଯୋଗୁଁ ସକାଳ ଓ ରାତି ସମୟରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ବିମାନ ଟ୍ରେନ୍ ଚଳାଚଳରେ ବିଳମ୍ବ ହେବାର ସମ୍ଭାବନା ଅଛି। ଆବଶ୍ୟକ ଯାତ୍ରା କରନ୍ତୁ ନାହିଁ। କୁହୁଡ଼ି ସମୟରେ ଗାଡ଼ି ଧୀରେ ଚଲାନ୍ତୁ। ସମୁଦ୍ରକୁ ଯିବାକୁ ମାଛ ଧରାଳୀମାନଙ୍କୁ ସାବଧାନ ରୁହନ୍ତୁ। ପାଣିପାଗ ବିଭାଗ ପରିସ୍ଥିତି ଉପରେ ଲଗାତାର ନଜର ରଖିଛି। ଆଗାମୀ ଅପଡେଟ୍ ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ରୁହନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗେ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।